ଆଜି ଥିଲା ପବିତ୍ର ମାଣବସା ଗୁରୁବାର ତୃତୀୟ ପାଳି। ସକାଳ ଆଲୋକ ଦେଖିବା ପୂର୍ବରୁ ଉଠିଲି। ମନରେ ଥିଲା ମା ପାଇଁ ଭକ୍ତି ଓ କୃତଜ୍ଞତା। ଆଜିର ପୂଜା ମୋ ପାଇଁ କେବଳ ରୀତିନୀତି ନଥିଲା, ମାଙ୍କୁ ଘରେ ବସେଇବାର ନିଜର ଭାଗ୍ୟ ବୋଲି ମାନି ଆରମ୍ଭ କଲି। ପବିତ୍ର ଗୁରୁବାର ଶାଢ଼ୀ ପିନ୍ଧି ମନକୁ ମାଙ୍କ ଚରଣରେ ସମର୍ପିତ କରି ମୋର ପୂଜା କାର୍ଯ୍ୟ ଆରମ୍ଭ କରିଥିଲି। ପ୍ରଥମେ ମାଙ୍କୁ ମୁଁ ହଳଦୀ ପାଣି କ୍ଷୀରରେ ଗାଧୋଇ ମାଙ୍କୁ ଖଟୁଲିରେ ବସେଇ ଦେଇଥିଲି। ମୋର ମାଣଟିକୁ ବସାଇ ସେଥିରେ 3ଟି ଗୁଆ 2ଟି କଉଡ଼ି ଦେଇ ବସେଇ ଦେଇଥିଲି। ମୁଁ କିପରି ମାଣ ବସେଇଥିଲି ମୁଁ ମୋର ପୂର୍ବ ଭିଡ଼ିଓରେ ଦ୍ୱିତୀୟ ପାଳି ମାଣବସା ଗୁରୁବାରରେ ସେୟାର କରିଥିଲି। ଆଉ ସେହିପରି ଭାବରେ ମୁଁ ମାଙ୍କୁ ମୋର ଖଟୁଲି ଉପରେ ବସେଇ ତାପରେ ଧୂପ ଦୀପ ଫୁଲ ଚନ୍ଦନ ଲଗାଇ ବନ୍ଦାପନା କରି ମାଙ୍କୁ ଫଳ ପଞ୍ଚାମୃତ ଭୋଗ ଲଗାଇଥିଲି। ମାଙ୍କୁ ଭିତରେ ବସାଇ ପୂଜା କରିବା ପରେ ବାହାରକୁ ଯାଇ ଦୁଆରେ ମାଙ୍କୁ ପୁଣି ଥରେ ବନ୍ଦାପନା କଲି। ମନେ ମନେ କହିଲି, ମା ମୋ ଘରେ ପ୍ରବେଶ କର, ସମୃଦ୍ଧି ଓ ଶୁଭ ଦିଅ। ତାପରେ ମୋର ଦାଣ୍ଡ ଦୁଆରୁ ଠାକୁର ଘର ପର୍ଯ୍ୟନ୍ତ ଯେତେ ଥରେ ମାଙ୍କ ପାଦ ଚିହ୍ନ ପକେଇଥିଲି, ସେହି ମାଙ୍କ ପାଦ ଚିହ୍ନରେ ମୁଁ ମୋର ଚାଉଳ ଫୁଲ ଚନ୍ଦନ ଲଗେଇ ଗୋଟି ଗୋଟି କରି ପୂଜା ଆରମ୍ଭ କଲି। ମୁଁ ମାଙ୍କୁ ଏମିତି ମୋର ବନ୍ଦାପନା କରି ଘର ଭିତରକୁ ପାଛୋଟି ଆଣିଥିଲି। ତାପରେ ମୁଁ ମୋର ଶଙ୍କୁଡ଼ି ଭୋଗ ରାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ କଲି। ଆଜି ମାଙ୍କ ପାଇଁ ଖେଚୁଡ଼ି, ମୁଗ ବରା, ବିରି ବରା, ଅଟକାଳି ଆଦି ପ୍ରସ୍ତୁତ କରିଥିଲି। ନିର୍ମଳ ମନ, ସାତ୍ତ୍ୱିକ ସାମଗ୍ରୀ ଓ ଶ୍ରଦ୍ଧା ସହ ଭୋଗ ରାନ୍ଧିଥିଲି। ଶେଷରେ ମାଙ୍କ ପାଖରେ ଭୋଗ ଲଗାଇଥିଲି। ମା ମୋ ଘରେ ଶାନ୍ତି, ମମତା, ଧନ୍ୟତା, ମଙ୍ଗଳ ହେଉ। ମା ଆମ ଘରେ ଶାନ୍ତି ଓ ସମୃଦ୍ଧି ରଖ। ସଦା ଆମ ପିଲାମାନଙ୍କ ଉପରେ ତୁମ ଆଶୀର୍ବାଦ ରହୁ। ମା ଆମର ପ୍ରତ୍ୟେକ କାର୍ଯ୍ୟ ତୁମ କୃପା ରହୁ। ଆଜି ଓ ସଦା ଆଶୀର୍ବାଦ କର। ଜୟ ମା ଲକ୍ଷ୍ମୀ।